ତା ପାଇଁ ଲୋକ ରଖିଦେବ ତା ସେବା କରିବା ପାଇଁ। ତ ଏ କଥାଟି ବହୁତ ବାଧିଥିଲା ମୋତେ। ନମସ୍କାର, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କ ବିଶ୍ୱଜିତ। ଆଜି ଆପଣମାନଙ୍କୁ କିଛି ଗୋଟେ ମନର କଥା ସେୟାର କରିବି ବୋଲି ଆସିଛି। କିଛି ଲୋକମାନଙ୍କର କ୍ୱେଶ୍ଚିନ୍ ଥିଲା ଯେ ବିଶ୍ୱଜିତ ତମେ ରିଲେସନସିପ୍ରେ ଅଛ କି ନାହିଁ, ସିଙ୍ଗିଲ୍ ଅଛ, ଯଦି ସିଙ୍ଗିଲ୍ ଅଛ ତ କ'ଣ ପାଇଁ ସିଙ୍ଗିଲ୍ ଅଛ। ତ ସେମାନଙ୍କ ପାଇଁ ମୁଁ କିଛିଟା ଆନ୍ସର୍ ଦେଉଛି। ରିଲେସନସିପ୍ରେ ଥିଲି, ବହୁତ ବର୍ଷ ତଳେ ରିଲେସନସିପ୍ରେ ଥିଲି। ଲାଇଫ୍ରେ ଏମିତି କିଛି ଜିନିଷ ମୋର କ୍ରିଏଟ୍ ହେଲା ଯାହାଦ୍ୱାରା କି ମୁଁ ରିଲେସନସିପ୍ରୁ ବାହାରିଗଲି ଆଉ ଗୋଟେ ପରମାନେଣ୍ଟଲି ଡିସିସନ୍ ନେଲି ଯେ ଆଉ ମୁଁ ନିଜେ ନିଜ ଇଚ୍ଛାରେ ରିଲେସନସିପ୍ରେ ଆସିବିନି। ଘର ଲୋକଙ୍କ ଚଏସ୍ରେ, ଘର ଲୋକଙ୍କର ସହମତିରେ ହିଁ ଯଦି ମ୍ୟାରେଜ୍ କରିବାକୁ ହେଲା ମୁଁ କରିବି। ତ ଏଇଟା ଗୋଟେ ପର୍ସନାଲ୍ କଥା, ଏଇଟା ପବ୍ଲିକରେ ଆସି କହିବାଟା ଠିକ୍ ହେବ ନ ହେବ ମୁଁ ଜାଣିନି, କିନ୍ତୁ ମୁଁ ଆପଣମାନଙ୍କୁ ମୋ ପରିବାର ଭାବେ, ଆପଣମାନଙ୍କୁ ମୋ ପରିବାରର ଜଣେ ଜଣେ ସଦସ୍ୟ ବୋଲି ଭାବେ। ସେଥିପାଇଁ ମୁଁ ଏଇ କଥାଟି ଆପଣମାନଙ୍କୁ ସେୟାର କରିବା ପାଇଁ ଆସିଛି। ଦେଖନ୍ତୁ, ମୁଁ ଆଜି ସବୁ ରିଜନ୍ ତ କହିପାରିବିନି, କିଛିଟା ରିଜନ୍ ଅଛି ଯେଉଁଟାକି ମୁଁ ଆପଣମାନଙ୍କୁ କହିପାରିବି। ଯେମିତିକି ମୋ ଫ୍ୟାମିଲି କଥା ମୁଁ କହୁଛି। ଆମ ଘରେ ମୁଁ, ମୋ ବାବା, ମୋ ମମି ଆଉ ମୋ ଭଉଣୀ ଯିଏକି ମାମୁନି, ଆପଣମାନେ ଜାଣିଛନ୍ତି, ଆଉ ତାକୁ ବହୁତ ସାରା ଭଲ ପାଇବା ଦେଉଛନ୍ତି, ଆଶୀର୍ବାଦ ଦେଉଛନ୍ତି। ସେଇଟା ବି ମୋତେ ବହୁତ ଖୁସି ଲାଗୁଛି। ସେଥିପାଇଁ ମୁଁ ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ ଜଣାଉଛି। ମୋ ବାପା ହେଉଛନ୍ତି ଘରର ବଡ଼ ପୁଅ ଆଉ ମୁଁ ତାଙ୍କର ବଡ଼ ପୁଅ। ଫ୍ୟାମିଲି କହିଲେ ମୋ ବାବା, ମମି, ମୁଁ, ମୋ ଭଉଣୀ। ବାବା ଜଣେ ବହୁତରୁ ବହୁତ ଭଲ ଲୋକ। ମୁଁ ଏଇଟା ନିଜେ କହୁନି, ଯେଉଁମାନେ ତାଙ୍କ ସହିତ ମିଶିଛନ୍ତି ସେମାନେ ହିଁ ଜାଣିଛନ୍ତି। ଗାଁଠୁ ଆରମ୍ଭ କରିକି ଭୁବନେଶ୍ୱରରେ ରହିବା ପର୍ଯ୍ୟନ୍ତ ବାବାଙ୍କର ଯେଉଁ ସଂସ୍ପର୍ଶରେ ଯେଉଁ ଲୋକମାନେ ଅଛନ୍ତି ତାଙ୍କୁ ଜାଣିଛନ୍ତି। ବାବା ବହୁତ ଭଲ। ତ ମୋ ମମି ବି ବହୁତ ଭଲ। ମୋ ଭଉଣୀ ତ ମୋ ପାଇଁ ଲକ୍ଷ୍ମୀ। ଆମ ଘର ପାଇଁ ସେ ହେଉଛି ଲକ୍ଷ୍ମୀ। ସିଏ ଜନ୍ମ ହେଲା ପରେ ବହୁତ କିଛି ଆମର ଡେଭଲପମେଣ୍ଟ ହେଇଛି, ବହୁତ କିଛି ହେଇଛି। କିନ୍ତୁ ଦୁଃଖର ବିଷୟ ଏହା ଯେ ସିଏ ଜନ୍ମ ହେବା ପରେ ଯାହା ଯେମିତି ନର୍ମାଲ୍ ପିଲା ବିହେଭ୍ କରନ୍ତି ସେ ସେମିତି ବିହେଭ୍ କଲାନି, ଆଉ ସିଏ ହ୍ୟାଣ୍ଡିକ୍ୟାପ୍ଟ ହେଇଗଲା। ତ ସିଏ ଚାଲିପାରିଲାନି, କଥା ବି ଠିକ୍ ସେ କହିପାରିଲାନି, ଆଜି ପର୍ଯ୍ୟନ୍ତ ବି କହିପାରୁନି। ଠିକ୍ ସେ ବି ନିଜେ ଚାଲିପାରୁନି, ଧରିକି ଚାଲୁ, ତାକୁ କାହାର ଗୋଟେ ସପୋର୍ଟ ଦରକାର ଧରି ଧରି ଚାଲିବା ପାଇଁ। ପିଲାବେଳୁ ମୁଁ ବହୁତ ଗେହ୍ଲାରେ ବଢ଼ିଥିଲି, ଯେହେତୁ ମୁଁ ଘରର ବଡ଼ ପୁଅ, ବହୁତ ଗେହ୍ଲାରେ ମୁଁ ବଢ଼ିଛି। ବାପା ଯେହେତୁ ବଡ଼, ଆମ ଘରେ ସମସ୍ତଙ୍କଠୁ ବଡ଼ ମୁଁ ଥିଲି, ଆଉ ମୁଁ ବଡ଼ ପୁଅ ଥିଲି, ସେଥିପାଇଁ ମୋତେ ବହୁତ ଗେହ୍ଲା ସମସ୍ତେ କରୁଛନ୍ତି, ଯାହାଦ୍ୱାରା କି ମୁଁ ବହୁତ ବଦମାସ ହୁଏ, ଦୁଷ୍ଟ ହୁଏ। ମାନେ ଅତି ଗେହ୍ଲାରେ ଯାହା ହୁଏ ସେଇଟା ମୁଁ ହେଇଛି। ସ୍କୁଲରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ, ଗ୍ରାଜୁଏସନ୍ ପର୍ଯ୍ୟନ୍ତ ମୁଁ ବହୁତ ନିଜର ସମୟକୁ ବର୍ବାଦ କରିଛି ବହୁତ କିଛି ଜିନିଷରେ। ଏଠି ମୁଁ କାହାକୁ ଦୋଷ ଦେବିନି, ଏଠି ସବୁଥିରେ ମୋର ଦୋଷ। ମୁଁ ନିଜେ ହିଁ ତା ପାଇଁ ଦାୟୀ। ସମସ୍ତେ ନିଜ ନିଜ କର୍ତ୍ତବ୍ୟ କରିଛନ୍ତି ମୋ ପ୍ରତି, ଯେମିତିକି ବାବା ତାଙ୍କ କର୍ତ୍ତବ୍ୟ କରିଛନ୍ତି, ମା ତାଙ୍କ କର୍ତ୍ତବ୍ୟ କରିଛନ୍ତି, ସମସ୍ତେ ସମସ୍ତଙ୍କ କର୍ତ୍ତବ୍ୟ ଠିକ୍ ନିଭେଇଛନ୍ତି। ମୁଁ ହିଁ ନିଜକୁ ଦୋଷ ଦେବି, ମୋର ହିଁ ସବୁ ଭୁଲ। ସେ ସମୟ ହିଁ ସେଇଆ, ମୁଁ ବି ନିଜେ ଭୁଲ ବାଟକୁ ଯାଇଥିଲି। ଆଜିକା ଡେଟ୍ରେ ଯେଉଁ ସବୁ ସାନ ଭାଇମାନେ ଯାଉଛନ୍ତି ତ ସେମାନେ ବି ଏଇଟା ଭୁଲ କରୁଛନ୍ତି। ତ ସେମାନେ ମୋ ବୟସରେ ଆସିକି ଏସବୁ ରିୟଲାଇଜ୍ କରନ୍ତୁ ବୋଲି ମୁଁ ଚାହୁଁନି। ତ ସେମାନଙ୍କ ପାଇଁ ବି ଏଇଟା ଗୋଟେ ଭଲ ମେସେଜ୍ ହେଇପାରିବ। ତ ମୁଁ ମୋ ସମୟକୁ ଏମିତି ଖରାପ କରି ବର୍ବାଦ କଲି। ତ ଆଜିକା ଡେଟ୍ରେ ଯାହା ପାଇଁ କି ମୁଁ ବହୁତ ଅନୁତାପ କରୁଛି, କିନ୍ତୁ କଥାରେ ଅଛି ନେଡ଼ି ଗୁଡ଼ କଉଁଳିକୁ ବୋହିଲା ପରେ ଆମେ ତାକୁ ଆଉ ଠିକ୍ କରିପାରିବାନି। ତ ଛାଡ଼ନ୍ତୁ। ତ କଥା ହେଲା ଏଇଆ ଯେ
मेन टॉपिक आसो जे मु कौन पे रिलेशनशिप रे आसुनी कि आसवाक डरुची कि कौन मो पर बहुत सारा रिस्पांसिबिलिटीज अच्छी जेहेतु मो घर बड़ पुओ बापा सेवा माने बापा कथा बुझार अच्छी माँ को कथा बुझार अच्छी मो मो बड़ रेस्पॉन्सिबिलिटी है मो भौणी बाबा मामा आज ठीक ठाक अच्छा देह ठीक अच्छी तो सी तार केयर नौ किंतु इन फ्यूचर तार सबकि मु तो ताकू मते ही रखा पड़ो ताकू जीवन सारा ताकू संभाल पड़ो तो मो पाखरे जेहेतु मो भौणी रेस्पॉन्सिबिलिटी मो पर अच्छी तो मु भी दिन जन को भल पाई आउ क्वेश्चन करी जे बाबा मम्मी को परे बाबा मम्मी को बयस तो बढ़ी बढ़ी चलती बाबा मम्मी को परे मामुनी रो केयर किए नब मु तो दिन सारा बाहर रही काम करी तो तमें ही पाखरे दिन बेसी मुहूर्त बितेब तो तमर माने ता प्रति जो केयरटा केमती रहिबो कौन रहिबो यही क्वेश्चनटा मु करथिली आउ मते आंसर मिलता जे माने जगन्नाथ अच्छा मिछ कहनी महाप्रभु को माने ना धरी मिछ कहनी मते यह शुणा पड़ता जे तम भौणी तम इच्छा तमें मते कमी कौच तमें तापे लोक रखीदेव ता सेवा करने तम भौणी कथा तमें बुझीब आउ से कथाटी से ठीक कहते मो भौणी मो इच्छा आउ मो भौणी को मु रखी तापे लोक रखीदेवा यही कथाटा केते दूर ठीक थिला मते कथाटा बहुत खराब लगिला मुझे कथा को किसी दिन धरिली भाविली चिंतिली तापर से लोकटी को मो लाइफ रो मु दूरे देली कहीं ना मु जानी मु भूल कली कि ठीक कली तो आज मु दोषी अच्छी जे मु भूल करची किंतु जदि सामना वाला रो किए भाई की भौणी एमती होता किंतु मु एमती वार्ड के कही था मो जहाँ मु कही था हाँ ठीक अच्छे सी भी तुम भाई सी भी तुम भौणी सी तुम फैमिली लोक तांको आण आम मिसिक रहा यही भाई आंसर दवा कौन दरकार था जे तुम भौणी तमें ताकू रखिबो तापे लोक रखीदेव मत जिनसटी भारी भूल लगे तो से परठू मु डिसीजन नेली जे मु सब जिनस यही लव रिलेशनशिप ये सब मो पे नुह कहीं बहुत हुए भगवान मत सब दूरे रखापी मो भौणी को पठे जे तू आपको सब जिन बचे रखू कहीं मु सब रिलेशनशिप रे फेल्युअर सांगसाथी मैटर रे भी मु पछे रही मोर सब भूल भल पुओ हो पानी आज जाए मत फिल है समस्त कहती भल बोली नुजे के कहती कि मत साटिस्फाई लगे जे मु गोटे भल पुओ भल भाई कि कौन है ना मु मोर जो समयटा मुझे सब जिन बहुत बर्बाद कली जो टाइम एफर्टटा फैमिली को दबार था मु अननेसेसरी जिनस ताकू लगेली ता ठीक नुह कहीं सब किसी जो मानक मो फैमिली को इग्नोर कली जहाँ भी कली टाइम वेस्ट कली घर लोक जहाँ भी कहली से मैंने नहांती किंतु बापा अच्छा माँ अच्छा मो भौणी अच्छी मु अच्छी आ मो फैमिली मामू घर लोक मो गाँ लोक एम समस्त मो सहित अच्छा बहुत खुशी अच्छी कांदुची एथिपाई जे समयटा चलीगला से समयटा बेटर हो पारता कि बर्बाद हो गला
ସମୟଟା ଆଉ ଫେରିକି ଆଣିପାରିବିନି, ଚେଷ୍ଟା କରୁଛି ସବୁ କିଛି ଠିକ୍ କରିବା ପାଇଁ। ଆଇ ଏମ୍ ଟ୍ରାଇଂ ମାଇ ବେଷ୍ଟ। ମୁଁ ଯେତିକି ପାରିବି ତାଠୁ ବହୁତ ପରିଶ୍ରମ କରିବି ଭାବୁଛି। କଥାଟା କେଉଁଠୁ ଆରମ୍ଭ କରିଥିଲି କୁଆଡ଼େ ପଳେଇଲାଣି। କିନ୍ତୁ ଏତେ ସାରା ଲୋକଙ୍କୁ ସିଙ୍ଗଲ ରିପ୍ଲାଏ ଦେବା ଅପେକ୍ଷା ଗୋଟେ ଭିଡ଼ିଓ ବନେଇଦେଲେ ସମସ୍ତେ ଦେଖିଦେବେ, ତ ସେଥିପାଇଁ ମୁଁ ଭିଡ଼ିଓ ବନେଇଲି। ଏମିତି କିଛି ହେଇଛି ଲାଇଫ୍ରେ ଯେଉଁଟାକି ସବୁ ଜିନିଷ ସୋସିଆଲ ମିଡ଼ିଆରେ କହିବାଟା ଠିକ୍ ହେବନି। ମାନୁଛି ଆପଣମାନେ ଫ୍ୟାମିଲି, କିନ୍ତୁ ଆପଣମାନଙ୍କ ଭିତରେ ବି କିଛି ଜଣ ଲୋକ ଅଛନ୍ତି ଯେଉଁମାନେ ମୋତେ ପସନ୍ଦ କରନ୍ତିନି, ତ ସେମାନେ ଆକୁ ନେଇକି ବହୁତ କିଛି କଣ୍ଟ୍ରୋଭର୍ସି ବନେଇବେ, ଠିକ୍ ନୁହଁ। କିନ୍ତୁ ଟାଇମ୍ ଆସିଲେ କେବେ ବି କିଛି ବି କହିବି ମନ କଥା। ତ ଆଫ୍ଟର ଅଲ୍ ମୁଁ ହାରିଗଲି ଆଜ୍ଞା, ଏଇ ଯେଉଁ ରିଲେସନସିପ୍ରୁ ମୁଁ ହାରିଗଲି। କାହିଁକିନା ଲାଇଫ୍ରେ ଏମିତି କିଛି ଲୋକ କରିକି ଯାଇଛନ୍ତି, ଗୋଟେ ସତରେ ବି ମୋତେ କିଏ ଗୋଟେ ହାର୍ଟଲି ଭଲ ପାଉଥିବ ଝିଅଟା, ମୁଁ ତାକୁ ବିଶ୍ୱାସ କରିପାରିବିନି। କାହିଁକିନା ଏତେ ମାନେ ଭଲ ହେଇକି କେମିତି ଲୋକ ଚେଞ୍ଜ ହେଇଯାନ୍ତି, ତ ସେଇ ଭରସାଟା ପାଉନି। ତ ମୁଁ ଏବେ ବେଷ୍ଟ ମୋର ଚୁଜ୍ କରିଛି ଲାଇଫ୍ରେ, ଯେଉଁ କାମଟି କରୁଛି କାମକୁ ସମୟ ଦେବି, ଆପଣମାନଙ୍କ ସହିତ ବିତେଇବି। ସୋସିଆଲ ମିଡ଼ିଆ ମୋତେ ବହୁତ ସାରା ଭଲ ପାଇବା ମିଳୁଛି, ମୋ ଭଉଣୀକୁ ମିଳୁଛି, ମୋ ଭଗବାନ ବାବା ମା ସେମାନଙ୍କ ସହିତ ବିତେଇବି, ମୋ ଭଉଣୀ ସହିତ ବିତେଇବି, ମୋ ସାଙ୍ଗସାଥି, ମୋ ଗାଁ ଲୋକ, ମୋ ମାମୁଁ ଘର ଲୋକ, ରିଲେଟିଭ୍ ଯେଉଁମାନେ ଅଛନ୍ତି, ଯେଉଁମାନେ ମୋତେ ବହୁତ ଭଲ ପାଆନ୍ତି, ମୋ ରିଲେଟିଭ୍ ଯେଉଁମାନଙ୍କୁ ମେନସନ୍ ବି କରିନି, ସେମାନେ ବି ଅଛନ୍ତି ବହୁତ ଭଲ ପାଆନ୍ତି ମୋତେ, ସେମାନଙ୍କୁ ସମୟ ଦେବି। ଏନୁ ବହୁତ ସାରା ଭଲ ପାଇବା ଦେବି, ଯେତିକି ମୋତେ ହେଇପାରିବ। ମୋ ସାଙ୍ଗସାଥିକୁ ସମୟ ଦେବି। ତ ସେଥିପାଇଁ ମୁଁ ଏଇସବୁରେ ପଶିବାକୁ ଚାହୁଁନି, କାହିଁକିନା ମୋ ମୁଣ୍ଡରେ ବହୁତ ସାରା ରେସ୍ପନ୍ସିବିଲିଟିଜ୍ ଅଛି। ତ କେଉଁ ଝିଅର ଧୈର୍ଯ୍ୟ ନାହିଁ ଯିଏକି ମୋର ଏଇଭଳିଆ ପରିସ୍ଥିତିରେ ସାଥ ଦେଇକି ମୋ ସହିତ ଆଗକୁ ବଢ଼ିବ। କିଏ କାହିଁକି ମୋର ଗୋଟେ ଏତେ ପ୍ରୋବ୍ଲେମ୍ ଥିବା ଲାଇଫ୍କୁ ଆସିକି ନିଜର ଲାଇଫ୍ ଖରାପ କରିବ। ଠିକ୍ ନୁହଁ ନା। ବହୁତ କିଛି କହିବାକୁ ଇଚ୍ଛା ହେଉଛି କିନ୍ତୁ କହିପାରିବିନି, କାହିଁକିନା କିଛିଟା ଲିମିଟେସନ୍ସ ଅଛି। ଫ୍ୟାମିଲି ବି ଦେଖୁଛନ୍ତି, କାହିଁକିନା ମୁଁ ଜାଣିଛି ଏ ଭିଡ଼ିଓ ଅପଲୋଡ଼ ହେଲା ପରେ ଘର ଲୋକ ଦେଖିବେ, ତାଙ୍କୁ ବହୁତ କଷ୍ଟ ହେବ, କାହିଁକିନା ମୋତେ ସେମାନେ ବହୁତ ଭଲ ପାଆନ୍ତି ବହୁତ। କିନ୍ତୁ ଆପଣମାନେ ବି ଜଣେ ଫ୍ୟାମିଲି, ଆପଣମାନଙ୍କୁ ଜଣେଇବାର ଥିଲା, ତ ସେଥିପାଇଁ ମୁଁ ଏ ଭିଡ଼ିଓ ବନେଇବାକୁ ବାଧ୍ୟ ହେଲି। ବାଧ୍ୟ କ'ଣ, ଆପଣମାନଙ୍କୁ ଜଣେଇବା ମୋର ଧର୍ମ, କର୍ତ୍ତବ୍ୟ ମୋର। ସମସ୍ତଙ୍କୁ ଜଣକୁ ଯାଇ ରିପ୍ଲାଏ ଦେଇ ହେଉନି, କ୍ଷମା ଚାହୁଁଛି ଯାହାକୁ ରିପ୍ଲାଏ ଦେଇପାରୁନି। ତ ଏଇ ଥିଲା ରିଲେସନସିପ୍ରେ ନ ରହିବାର ଗୋଟେ ରିଜନ୍। ବହୁତ ସାରା ରିଜନ୍ ଅଛି, ତା ଭିତରୁ ଛୋଟିଆ କିଛିଟା ରିଜନ୍ ଯାହା ପାଇଁ କି ମୁଁ ଆଜି ରିଲେସନସିପ୍ରେ ନାହିଁ କାହା ସହିତ, କି ରହିବାକୁ ଚାହୁଁନି। ମୁଁ ମୋର ଫ୍ୟାମିଲି, ଫ୍ରେଣ୍ଡସ୍, ରିଲେଟିଭ୍ଙ୍କ ସହିତ ବହୁତ ଖୁସିରେ ଅଛି। ଜାଣିନି ଆଗକୁ କ'ଣ ହେବ, କିନ୍ତୁ ସାହସ ନାହିଁ, ଆଉ କିଛି ହେଇପାରିବନି। ପୁଣି କହୁଛି ମୁଁ ହାରିଗଲି ଆଜ୍ଞା, ମୁଁ ହାରିଗଲି। ସରି, ମୁଁ ଆପଣଙ୍କୁ ଯଦି ବୋର୍ କରିଥିବି ସେଥିପାଇଁ କ୍ଷମା ଚାହୁଁଛି। ରହିଲି, ଜୟ ଜଗନ୍ନାଥ।